ପିଲାମାନେ ଆଜି ଆମେ କିଛି ଗଛ ବିଷୟରେ ଜାଣିବା ତାଙ୍କ ନାଁ ଜାଣିବା ହେଲା। ଏଇଟା କୋଉ ଗଛ? ବାନିୟନ ଟ୍ରି ବା banana tree, ଏଇଟା ଅଶୋକା ଟ୍ରି, Asoka tree, ନିମ୍ ଟ୍ରି, neem tree, ପାମ୍ ଟ୍ରି, palm tree, ରବର ଟ୍ରି, rubber tree, ପାଇନ୍ ଟ୍ରି, pine tree, ତାମରିନ୍ ଟ୍ରି, tamarind tree, କୋକୋନଟ୍ ଟ୍ରି, coconut tree, ୟୁକାଲପଟାସ୍ ଟ୍ରି। eucalyptus tree, ଏଟା ହେଉଛି ପ୍ଲାଣ୍ଟସ୍। କଟନ୍ ପ୍ଲାଣ୍ଟ, cotton plant, ବାମ୍ବୋ ପ୍ଲାଣ୍ଟ। bamboo plant, ଆଚ୍ଛା, ବାନିୟନ ଟ୍ରି ମାନେ ହେଉଛି ଓସ୍ତ ଗଛ। କୁହ ଓସ୍ତ ଗଛ। ostogucha, ଏଇଟା ହେଉଛି ଦେବଦାରୁ ଗଛ। devadaru gacha, ଏଇଟା ହେଉଛି ଲିମ୍ବ ଗଛ। ଏଇଟା ହଉଛି ଲିମ୍ବ ଗଛ, ଏଇଟା ତାଳ ଗଛ, ତାଳ ଗଛ, ରବର ଗଛ, ରବର ଗଛ, ପାଇନ୍ ଗଛ, ପାଇନ ଗଛ, ତେନ୍ତୁଳି ତେନ୍ତୁଳି ଗଛ, ଗଛ, ନଡ଼ିଆ ଗଛ, ନଡ଼ିଆ ଗଛ, ୟୁକାଲପଟାସ୍ ଗଛ। ୟୁକାଲପଟାସ ଗଛ, ଏଇଟା ହେଉଛି କପା ଗଛ ପ୍ଲାଣ୍ଟ, ପ୍ଲାଣ୍ଟ। ଏଇଟା ବାଉଁଶ ଗଛ। ବାଉଁଶ ଆଚ୍ଛା, ଗଛ ଆଉ ତୃଣମୂଳ ମାନେ ବୁଦା ବୁଦା ଜାତୀୟ ଗଛ ହେଉଛି ଏଗୁଡ଼ାକ। ମାନେ ଏଇଟା ବେଶୀ ବଡ଼ ବଡ଼ ବହୁତ ବଡ଼ ଗଛ ହେବନି, ଛୋଟ ଛୋଟ ଗଛ ହେବ। ଆଉ ଟ୍ରି ମାନେ ବହୁତ ବଡ଼ ବଡ଼ ହେଲା, ବହୁତ ବଡ଼ ବଡ଼ ହେବ ଗଛ ହେଲା, ହାଇଟ୍ ଅନୁସାରେ। ଆଚ୍ଛା, ତେନ୍ତୁଳି ତମେ କେବେ ଖାଅ କି ଖାଅନି? ତେନ୍ତୁଳି ତାମରିଣ୍ଡ ଖାଅନି? ନା, ଖଟା ଲାଗେ। କୋକୋନଟ୍ ଖାଅ? ଆମର ନ୍ୟାସନାଲ୍ ଫ୍ରୁଟ୍ କ'ଣ? ମ୍ୟାଙ୍ଗୋ। ମ୍ୟାଙ୍ଗୋ, କୋକୋନଟ୍ ଟ୍ରିରୁ ଆମେ କ'ଣ ପାଆନ୍ତି? କୋକୋନଟ୍ ନଡ଼ିଆ ପାଆନ୍ତି। ନଡ଼ିଆକୁ ଆମେ କେଉଁଠି ବ୍ୟବହାର କରନ୍ତି? ପୂଜା କରିବାରେ ବ୍ୟବହାର କରନ୍ତି, ଖାଇବା ପାଇଁ ବି ବ୍ୟବହାର କରନ୍ତି ହେଲା। ଆଉ ତାଳ ଗଛ, ତାଳ ଗଛର ତାଳରୁ ଗୁଡ଼ ତିଆରି କରାଯାଏ ହେଲା। ଆଉ ଏଇଟା ଯେଉଁ କପା ଗଛ ଅଛି ନା, ଏଇ ଗଛରୁ ଆମେ ଯେଉଁ ଡ୍ରେସ୍ ପିନ୍ଧୁଛନ୍ତି, ଏଇ କପା ତୁଳାରୁ ଆମେ ସୂତା ବାହାର କରିକି ଡ୍ରେସ୍ ତିଆରି କରନ୍ତି। ତୁଳାରୁ ସୂତା ବାହାର କରିକି ତକିଆ କରନ୍ତି ହେଲା। ବାଉଁଶ ଗଛରୁ ବି ଆମେ ବହୁତ ଫାଇଦା ଉଠାଇ ପାରିବା। ବାଉଁଶ ଗଛରୁ ବି ବହୁତ ଉପାଦାୟ ଅଛି ହେଲା।